ଆଜିର ପ୍ରସଙ୍ଗ ଦେଶର କୃଷି କ୍ଷେତ୍ରକୁ ସଶକ୍ତ କରୁଛି ପିଏମ୍ କିଷାନ ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶର ଅର୍ଥନୀତି ମୁଖ୍ୟତଃ କୃଷିକ୍ଷେତ୍ର ଉପରେ ପର୍ଯ୍ୟବେସିତ। ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ କୃଷି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ ଆଧାରରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଚାଷୀ ସମାଜ ପ୍ରତି ଅଟଳ ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ଯୋଜନାର ହିତାଧିକାରୀଙ୍କ ପାଖରେ ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। 9 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରାୟ 18,000 କୋଟି ଟଙ୍କାର କିସ୍ତି ଅର୍ଥ ହସ୍ତାନ୍ତର କରାଯାଇଛି। 21ତମ କିସ୍ତି ଅର୍ଥ ବାବଦରେ ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆଜି ସିଧାସଳଖ ଭାବେ ଏମାନଙ୍କ ବ୍ୟାଙ୍କ ଖାତାକୁ 700 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ଗୋରଖପୁରଠାରେ 2019 ଫେବୃଆରୀ 24 ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତି ବାବଦ ଅର୍ଥ ପ୍ରଦାନ କରିଥିଲେ। ପ୍ରଥମ କିସ୍ତି ଅର୍ଥ ପ୍ରଦାନ ବାବଦରେ ପ୍ରଧାନମନ୍ତ୍ରୀ 1 କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କ ଜମା ଖାତାକୁ 2,000 ଟଙ୍କା ଲେଖାଏଁ ସିଧାସଳଖ ସହାୟତା ରାଶି ହସ୍ତାନ୍ତର କରିଥିଲେ। ଦେଶର କୃଷକଙ୍କ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ପ୍ରଦାନ କ୍ଷେତ୍ରରେ ଏହି ଯୋଜନା ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ସରକାରଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଗତ 11 ବର୍ଷ ମଧ୍ୟରେ ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇଛି। କୃଷି ସଂକ୍ରାନ୍ତ ଖର୍ଚ୍ଚ ହ୍ରାସ ପାଇବା ସହ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ 6,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ। 3ଟି କିସ୍ତିରେ ଏହି ଅର୍ଥ ହିତାଧିକାରୀଙ୍କ ଜମା ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଥାଏ। 2019 ଫେବୃଆରୀ 1ରେ ସଂସଦରେ ଉପସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଡିସେମ୍ବର 2018ରୁ ଏହି ଯୋଜନାର କାର୍ଯ୍ୟକାରିତା ନେଇ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ 75,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। 2018-19 ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ଅଧୀନରେ 20,000 କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗତବର୍ଷ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ କୃଷକଙ୍କୁ 18ତମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 9,69,25,000ରୁ ଉର୍ଦ୍ଧ୍ୱ ଚାଷୀ ଏହି ଯୋଜନା ଅଧୀନରେ ସହାୟତା ରାଶି ପାଇଥିଲେ। ବିହାରର ଭାଗଲପୁରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଯୋଜନାର 19ତମ କିସ୍ତି ଅର୍ଥ ପ୍ରଦାନ କରିଥିଲେ। 9,80,00,000ରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କ ଜମା ଖାତାକୁ 72,700 କୋଟିରୁ ଅଧିକ ଟଙ୍କା ସିଧାସଳଖ ଭାବେ ପ୍ରଦାନ କରାଯାଇଥିଲା। ଏହି ଯୋଜନା କୃଷି କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ସହ କୃଷକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାରେ ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଅର୍ଥ ବ୍ୟବହାର ମାଧ୍ୟମରେ ବିହନ ଏବଂ ସାର କ୍ରୟ କରିପାରିବା ସହିତ କୃଷି କ୍ଷେତ୍ରରେ ଉପଯୋଗ ବୃଦ୍ଧି ପାଇଛି। ଚାଷବାସ ପାଇଁ ସେମାନେ କରୁଥିବା ଋଣର ପରିମାଣ ହ୍ରାସ ପାଇଛି। ଏପରିକି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡର ଅର୍ଥରାଶି ସୀମାକୁ ମଧ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ରହିଥିବା 3 ଲକ୍ଷ ଟଙ୍କାର ପରିମାଣ 5 ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସ 2 ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଅଧୀନରେ 20ତମ କିସ୍ତି ଅର୍ଥ ପ୍ରଦାନ କରିଥିଲେ। ବାରାଣସୀଠାରେ ପ୍ରଧାନମନ୍ତ୍ରୀ ଏହି ଅବସରରେ 9,70,00,000ରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ 20,500 କୋଟିରୁ ଅଧିକ ରାଶି ପ୍ରଦାନ କରାଯାଇଥିଲା। ଏହି ଯୋଜନା ବିଶ୍ୱସ୍ତରରେ ସର୍ବବୃହତ୍ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପଦକ୍ଷେପ ମଧ୍ୟରେ ସାମିଲ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛ ଏବଂ ନିରନ୍ତର ଭାବେ ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁଛି। ଏହି ଯୋଜନା ଏକ କୃଷକ କୈନ୍ଦ୍ରିକ ଡିଜିଟାଲ ଭିତ୍ତିଭୂମିକୁ ସୁନିଶ୍ଚିତ କରିଛି।